ଠାକୁରଙ୍କର ଏଇ ଯେଉଁ ଜନ୍ମ ମହାମହୋତ୍ସବ ବିଷୟ ତରଫରୁ ଯେଉଁ ପାଳନ ହେଉଛି ଉତ୍ସବ, ଠାକୁରଙ୍କ ଭାଷାରେ ଯେ ପ୍ରଚେଷ୍ଟାର ଡାକରେ ଜନସାଧାରଣ ଉତ୍ଫୁଲ୍ଲ ଆନନ୍ଦର ସହିତ ଜ୍ଞାନରେ ସମୃଦ୍ଧ ହୋଇ ନିଜକୁ ପ୍ରାଣନରେ ବ୍ୟାପନରେ ବର୍ଦ୍ଧନରେ ନିୟନ୍ତ୍ରିତ କରିପାରନ୍ତି, ଏପରି ମଙ୍ଗଳପ୍ରସୂ ଅଭିସମାଗମକୁ ହିଁ ଉତ୍ସବ କୁହାଯାଏ। ତ ଠାକୁରଙ୍କର କ'ଣ କହିବି, ଠାକୁର ଯେ ପୁରୁଷୋତ୍ତମ ସେ ଯେଉଁ ଆସିଛନ୍ତି ଏବଂ ତାଙ୍କର ବର୍ତ୍ତମାନ ଦାୟ ମାନେ ପଞ୍ଚମ ଜେନେରେସନ ପର୍ଯ୍ୟନ୍ତ ଆମେ ଯେଉଁ ଦେଖୁଛୁ, ଇଷ୍ଟଗୁରୁ ପୁରୁଷୋତ୍ତମ ପ୍ରତୀକ ଗୁରୁ ବଂଶଧର ରେତ ଶରୀରରେ ସୁପ୍ତ ଥାନ୍ତି ଜୀବନ୍ତ ସେ ନିରନ୍ତର। ବାସ୍ତବିକ ଭାବେ ସେ ତାଙ୍କର ପୁତ୍ର ବର୍ଦ୍ଧାଙ୍କ କଥା କୁହନ୍ତୁ, ପୂଜା ଦାଦାଙ୍କ କଥା କୁହନ୍ତୁ, ବର୍ତ୍ତମାନ ଆଚାର୍ଯ୍ୟଦେବଙ୍କ କଥା, ତାପରେ ଅଭିନ୍ଦାଙ୍କ କଥା, ଯାହା କଥା କହିଲେ ମଧ୍ୟ ସବୁ ଆପଣ ସେ ଠାକୁରଙ୍କ ଯେମିତି ଲୀଳା ଖେଳ ତାଙ୍କ ଭିତରେ ଆମେ ବର୍ତ୍ତମାନ ସେୟା ଦେଖିବାକୁ ପାଉଛୁ। ବହୁତ କଥା ବର୍ତ୍ତମାନ ପୂଜ୍ୟପାଦ ଆଚାର୍ଯ୍ୟଦେବ ସେଦିନ 1 ତାରିଖ ନୂଆବର୍ଷ ଦିନ କହିଲେ, ଆଉ ମତେ ଜଣେ ଭାଇ ପଚାରିଲେ ଦାଦା ଆପଣ କେତେବେଳେ ଉଠନ୍ତି? ସିଏ କହିଲେ ମୁଁ ଯେତେବେଳେ ଶୋଇଲେ ମୋତେ ଏତିକି ବେଳେ ଉଠେ, କିନ୍ତୁ ଏଇ ଯେଉଁ ମୁଁ କହିଦେବାଟା ମୋର ଭୁଲ ହେଇଗଲା। ମୋର ଯଦି ଇଣ୍ଟେରିୟର ମାନେ ଘର କଥା ମାନେ ତାଙ୍କ ସ୍ତ୍ରୀଙ୍କ କଥା ସେ କହିଲେ, ସିଏ ଯଦି କହନ୍ତି ତାଙ୍କ ପାଖରେ ଯଦି ପଚାରନ୍ତି ସିଏ ଯଦି ଠିକ୍ କଥା ହନ୍ତି ତାହେଲେ ଠିକ୍। ମୁଁ ଯେମିତି ଠାକୁରଙ୍କୁ ଧରି ଚାଲିଛି ମୋର ପିଲାମାନେ ଯଦି ସେମିତି ଧରିକି ଚାଲନ୍ତି ତାହେଲେ ମୋର ସାର୍ଥକ। ଏଇ କଥା ଆଚାର୍ଯ୍ୟ ସବୁଥର କହୁଛନ୍ତି। କଥା ଠାକୁର ଯେ ଏ ଯୁଗର ପୁରୁଷୋତ୍ତମ ସ୍ୱୟଂ ତାଙ୍କର ନିଜ ମାତୃଦେବୀ ମନମୋହନ ଦେବୀ ସିଏ ବି ନିଜର ପୁଅକୁ ନିଜର ପୁଅ ମୋହ ବ୍ୟତୀତ ନିଜର ଅନୁକୂଳ ପୁଅ ବ୍ୟତୀତ ଅନ୍ୟ ରୂପରେ ସେ ଦେଖିପାରିନଥିଲେ। ତ ଦିନକର ଘଟଣା ଏମିତି ହେଇଛି, ଆମର ସତୀଶ ଚନ୍ଦ୍ର ଜୟାଦା ଏବଂ ଅନ୍ୟମାନେ ସବୁ ଠାକୁରଙ୍କ ବିଗ୍ରହ ରଖିକି ଧ୍ୟାନ କରୁଛନ୍ତି। ମନମୋହନ ଦେବୀ ଦେଖିଦେଲେ, ଆରେ ତୁମେ କ'ଣ ମୋ ପୁଅର ବିଗ୍ରହ ରଖି ତୁମେ ଧ୍ୟାନ କରୁଛ? ସେଠୁ ସତୀଶ ଦା କହିଲେ, ମା କ'ଣ କରିବା, ଆମେ କୃଷ୍ଣଙ୍କର ଫଟୋ ରଖୁଛେ, ଅନ୍ୟ ଇଷ୍ଟଙ୍କର ଫଟୋ ରଖିକି କରୁଛେ, ସବୁ ଜାଗାରେ ଅନୁକୂଳ ତୁମର ପୁଅ ଅନୁକୂଳଙ୍କର ବିଗ୍ରହ ହିଁ ଆମକୁ ଦେଖାଯାଉଛି, ଆମେ କିଛି କରିପାରିବାନି। ତାପରେ ଦିନ ବେଳେ ସମସ୍ତଙ୍କ ପାଇଁ ରୋଷେଇ ହେଇଛି। ରୋଷେଇ ହେଲା ପରେ ସତୀଶ ଦା ଅନ୍ୟାନ୍ୟ ଭାଇମାନେ ଆଉ ଠାକୁର ମଧ୍ୟ ଅଛନ୍ତି, ରୋଷେଇ ହେଇଛି, ସମସ୍ତଙ୍କ ପାଇଁ ବଢ଼ା ହେଇଛି। କିନ୍ତୁ ମନମୋହନ ଦେବୀ ଆଗ ତାଙ୍କ ଇଷ୍ଟଙ୍କୁ ନିବେଦନ ନ କଲା ପର୍ଯ୍ୟନ୍ତ ଆଉ ସେମାନେ କେହି ମାନେ ଠାକୁର ତ ଖାଇପାରୁନାହାନ୍ତି, ଠାକୁର ନ ଖାଇଲେ କେହି ଖାଇବେନି। ତାପରେ ଠାକୁର କହିଲେ ମାଙ୍କ ପାଖରେ ଅଡ଼ି କଲେ, ମା ଏଇ ମୋ ଥାଳିଟା ଅନ୍ନଟା ତୁମ ଇଷ୍ଟଙ୍କୁ ଟିକେ ନିବେଦନ କରିଦିଅ, ତାପରେ ତମେ ଟିକେ ଗ୍ରହଣ କର, ତାପରେ ଆମେ ସମସ୍ତେ ଖାଇବା। ମା କହିଲେ ମୁଁ କାମରେ ବ୍ୟସ୍ତ, ତୁ ତୋର କରିଦେ। ନାଇଁ ମା ହବନି, ମତେ ନା ତୁମକୁ କରିବାକୁ ପଡ଼ିବ। ଏଇ ଛୁଆ ପରେ ଯେମିତି ଠାକୁର ଅଡ଼ି କଲେ, ସ୍ୱୟଂ ମନମୋହନ ଦେବୀ ଆସିକିରି ଠାକୁର ପାଇଁ ଯେଉଁ ବଢ଼ା ହେଇଥିବା ଅନ୍ନ ସେଇଥିରୁ ଟିକେ ନେଇକିରି ତାଙ୍କର ଇଷ୍ଟ ଦେବତାଙ୍କୁ ସ୍ମରଣ କରି ସେ ନିବେଦନ କଲେ। ନିବେଦନ କଲା ଭିତରେ ତାଙ୍କର ଅନ୍ତର ଦୃଷ୍ଟିରେ ସେ ଦେଖିବାକୁ ପାଉଛନ୍ତି ତାଙ୍କର ସେ ଇଷ୍ଟଙ୍କ ଜାଗାରେ ତାଙ୍କର ନିଜେ ପୁତ୍ର ସ୍ୱୟଂ ଅନୁକୂଳ ଚନ୍ଦ୍ର ତାଙ୍କର ଏଇ ନିବେଦିତ ସେ ଗ୍ରହଣ କରିଛନ୍ତି। ମା ପୁରା ଆଶ୍ଚର୍ଯ୍ୟ ହେଇଗଲେ ଏବଂ ଖୁସିରେ ମାନେ ଗଦଗଦ ହେଇଗଲେ, ତାଙ୍କ ଇଏଟା କ'ଣ ହେଇଗଲା ସେ ଜାଣିପାରିଲେନି। ପରେ ସେ ଠାକୁର କହୁଛନ୍ତି, ଆରେ ଶେଷରେ ତୋର ଉଚ୍ଛିଷ୍ଟ ଖାଦ୍ୟ ମତେ କ'ଣ ଖାଇବାକୁ ଥିଲା? ମା ସେ କହୁଛି ନାଇଁ ମା ସେମିତି କିଛି ନାହିଁ, ମୋର କିଛି ନାହିଁ, ମାନେ ସେ କିଛି ଜାଣିନାହାନ୍ତି ପରି ସେ ମାଙ୍କୁ କହୁଛନ୍ତି। ତ ମା ପୁଅର ଏଇ ଲୀଳା ଦେଖିକି ଉପସ୍ଥିତ ସମସ୍ତେ ଭାବି ନେଲେ ଯେ ଠାକୁର ଅନୁକୂଳ ଚନ୍ଦ୍ର କିଏ। ଚିନ୍ତା କରନ୍ତୁ, ସେଇ ମନମୋହନ ଦେବୀ ତାଙ୍କୁ ଥରେ ଠାକୁର ମନା କରୁଥିଲେ, ମା ମୁଁ କେଦିନ ପାଇଁ କଲିକତା ଯାଉଛି ତୁମେ ଯିବନି। କିନ୍ତୁ ମାଙ୍କର ଏଇ ଯେଉଁ 2-3 ଦିନ 3 ଦିନ ନ ଦେଖିଲା ପରେ ପୁଅକୁ ନ ଦେଖିକି ସେ ଛାଡ଼ି ରହିପାରୁନାହାନ୍ତି। ସେ ଏକୁଟିଆ ଜଣେ ଭାଇକୁ ସାଙ୍ଗରେ ଧରି କଲିକତା ପଳେଇ ଆସିଲେ। ତା ଦେହ ଖରାପ ହେଇଛି, ଡକ୍ଟର କେଦାରନାଥ ଭଟ୍ଟାଚାର୍ଯ୍ୟ ସେ ଚିକିତ୍ସା କରୁଛନ୍ତି। ତାଙ୍କୁ ମନମୋହନ ଦେବୀ କହୁଛନ୍ତି, ଆରେ ତୁ କ'ଣ ମୋତେ ଭଲ କରିପାରିବୁ? ସ୍ୱୟଂ ମୋ ପୁଅକୁ ମାନେ ଅନୁକୂଳ ଚନ୍ଦ୍ରକୁ ଅନୁକୂଳ ରୂପରୁ ଅନ୍ୟ କିଛି ରୂପରେ ମୁଁ ନ ଦେଖିକି ମୋର ଏଇ ଭୁଲଟା ହେଇଛି। ମୋର ଆଜି ସିଏ ମୋତେ ବାରମ୍ବାର ମନା କରିଥିଲା ଏଠି ଆସିବା ପାଇଁ, ଆଉ ସିଏ ବର୍ତ୍ତମାନ ଭୂତ ଭବିଷ୍ୟତ ସବୁକିଛି ସେ ଜାଣେ ଏବଂ ସେ ଯାହା କୁହେ ସେଇଟା ହିଁ ସତ ହୁଏ। ମୋତେ ସେ ବାରମ୍ବାର ମନା କରିଥିଲା, କିନ୍ତୁ ମନା କରିବା ସତ୍ତ୍ୱେ ପୁତ୍ର ମୋହରେ ମୁଁ ଏଠି ଚାଲି ଆସିଲି। ତେଣୁ ସେ ଡକ୍ଟର କେଦାରନାଥ ଭଟ୍ଟାଚାର୍ଯ୍ୟ ସେ କହୁଛନ୍ତି, ତୁ କ'ଣ ମୋତେ ଭଲ କରିପାରିବୁ? ମୋର କର୍ମଫଳ ବୋଧେ ଏହା ହିଁ ଥିଲା, ତେଣୁ ସମ୍ଭବ ନୁହଁ। ଇଏ ହେଉଛନ୍ତି ମାତୃଦେବୀ। ସିଏ ମଧ୍ୟ ଶେଷ ପର୍ଯ୍ୟନ୍ତ ଶେଷରେ ସେ ଚାଲିଯିବା ପରେ ମଧ୍ୟ ଦିନେ ରାତିରେ ତାଙ୍କ ଠାକୁରଙ୍କର ଏଇ ଯେଉଁ ବାସସ୍ଥାନ ଯେଉଁ ପାର୍ଲରକୁ ମା ଦିନେ ରାତିରେ ଆସିଥିଲେ। ସେ କଥା ଅନେକ କଥା ଅଛି। ତ ଯାହା ବି ହେଉ ଠାକୁର ଦିନେ ଏମିତି ବସିଛନ୍ତି, ଆମର ତାଙ୍କର ଯେଉଁ ଡକ୍ଟର ପ୍ୟାରୀମୋହନ ନନ୍ଦୀ ଜଣେ ଲୋକଟି ଆସି ପହଞ୍ଚିଲା, ଦାଦା ମୋର ଏମିତି ଦେହ ଖରାପ ହେଇଛି, ନା ଠାକୁର ମୋର ଦେହ ଖରାପ ହେଇଛି, ତାକୁ ଗୋଟେ ଔଷଧ ଲେଖିଦେଲେ। କିନ୍ତୁ ଡକ୍ଟର ପ୍ୟାରୀ ନନ୍ଦୀ କହିଲେ ଏଇ ପାନ ଅନୁପାତରେ ତାଙ୍କୁ ଦେବେ। ସିଏ କିନ୍ତୁ ତାଙ୍କ ନିଜର ବୁଦ୍ଧି ଆପ୍ଲାଏ କଲେ, ତା ନିଜ ନିର୍ବାଚିତ ଔଷଧ ଦେଇଛନ୍ତି, ଠାକୁର ଦେଇଥିବା ଔଷଧଟି ତାକୁ ଦେଇନାହାନ୍ତି। ପୁଣି 7 ଦିନ ପରେ ସେ ରୋଗୀ ଆସି ପହଞ୍ଚିଲା ଠାକୁର ପାଖରେ। ଠାକୁର କହିଲେ, ଆରେ ପ୍ୟାରୀ ମୁଁ ଜାଣିବା ପାଇଁ ଚାହୁଁଛି ମୁଁ ଦେଇଥିବା ଔଷଧଟି ତାକୁ ଦେଇଛୁ ତ?
सी कहते ना ठाकुर मोर निर्वाचित औषधटा मुझे आपटा मानने देदेवी पर ठाकुर पूरा गंभीर भाव कहले अरे तुई आमाय के तु जानिस माने सी ठाकुर कहते मु किए तू जानिचु ग्रह नक्षत्र आदि के डुगडुग करे खेला करे आमी डुगडुग करे खेला करते पारी ताई कि तू जानिस माने ग्रह नक्षत्र आदि को से डुगडुग करे माने खेल करि पारंती सेटा कोन तू जानिचु ये पूरा भयभीत की गणत ठाकुर पड़गले प्रभु से निजे ही से डॉक्टर प्यारीमोहन नंदी भाविले जे बोधे ये ही होचंती स्वयं विश्व ब्रह्मांड मालिक किए होचंती ठाकुर एमती तो अनेक घटना ताकर तापर आउ दिन से प्यारी नंदी डॉक्टर से बहुत काम व्यस्त समय पाती ठाकुर सहित अलग कम कर घरे बस टे फाँका पाइले जाकि बस नामध्यान करती नामध्यान कला भितर लगी पड़ी ठाकुर तंटी इन्फेक्शन ये ठाकुर अवस्था खराब से खोजा चलती कड़े गले प्यारी नंदी देखला ध्यान करते डाक पठेले ठाकुर पचारे कि कर सी कहला ना ठाकुर मु नाम करुली अरे तू जार नाम करुची तार तो ये अवस्था संकटापन माने चिंता कर पार्छ तो तू जार नाम करुचु तार अवस्था ये संकटापन माने ये हूँ ठाकुर निजे चिन्हा परिचय नदेले दिन अधे से चिन्हा दिखते तृतीय पुरुष पूजवाद शिष्य दादा गुवाहाटी शिलंग जाऊँ ड्राइविंग करके निजे जड़े लोकटी स्वप्न देखुची मुझे गुरु माने ठाकुर दीक्षा नेबी आ ये करी भाविकी से मन में स्थिर कर से दादा खोजी पाऊनी पूजा दादा निजे यंग था गाड़ी ड्राइविंग कर जाऊँ हठात पाखे गाड़ी रखीदे अरे आम सब देवघर आसचु तोर नाटा दे तोर गाँ ठिकाना सब मत दे आ लोक आस ते दीक्षा देखी दादा चली गले गुवाहाटी गले दादा आज जन भाई को पठेले दीक्षा है ये हूँ ठाकुर दयाद से बड़दा कहतु आचार्यदेव दादा कहतु बर्तमान आचार्यदेव कहतु अविंदा कहतु समस्त पर एका कथा देखा पाइबे समस्ते आर जो प्रदत्त ये जो जजन जाजन इष्टभूति षष्ठयनी सदाचार जो 5 महानीति दीक्षा निये नियम तो चलले हो उन्नत यही थर दादा कहले करी मीटिंग माने दीक्षा नहीं कि नियम अनुसार चलले उन्नति निश्चित हम कहना थोड़े ठाकुर समय जड़े जो ग्रोसरी दुकान छोटिया तेजराती दुकानी आसी पहुंचला पूरा नुकरा बाड़ ये से ये नहीं क्वेश्चन मैंने पैसा इनकम ना कौन हम आसी ठाकुर निवेदन कले ठाकुर कहले तू ये तेजराती दुकान छाड़ कहले तू गुड़ व्यवसाय कर सी बहुत दिन बीतीगला तो दिन हठात स्वप्न देखला ये ठाकुर ताको जाता तो कही गुड़ व्यवसाय करने कहीं करनु सी तेजराती दुकान को आस्ते आस्ते बंद कर दे गुड़ व्यवसाय आरंभ कला 7-8 वर्ष पर से देखागला बहुत पैसार अधिकारी है ठाकुर पाखे जो निवेदन कला ठाकुर निजर पुओ जमी चाकरी करके बापा को आणिक इनकम कर दिए ताठू अधिक खुशी होते से ठाकुर तेणु ठाकुर इष्टभूति कर चलिए जे उन्नति हुए यहीटा आमको टे विश्वास करा पड़ो ये एरियाटा ठाकुर पाखे जड़े जाइए गोटे सांताड़ी लोक ठाकुर कहले कि तू दीक्षा नहीं ना हाँ नहीं इष्टभूति करू ना दादा मुझे करी ना ठाकुर मुझे मोर तो जी स्वल्प इनकम भितर मोर पिला छुआ संसार अन्य सब कम कर सारापर मो पाखे पैसा बड़ ना मुझे इष्टभूति करी ठाकुर कहले तोर घरे तो 2 बेला रोषे हुए कहले हाँ ठाकुर हूँ से रोषे जो पाउंस मिलूँ से पाउंस गुड़ाक धरी डेली इष्टभूति कर आ 30 दिन धरिक आस ठीक 30 दिन पुरला ठाकुर पाक गला कि एत बस्ता पाउंस हो लाज भी लगुच नहीं जाए ठाकुर कहला ठाकुर एमती घटना आप कहीदे जमी कहवा अनुसार मुझे किंतु मत खराब लगला लोक मैंने कौन कहे एत बस्ता पाउंस आनी आपको देवी ना ठाकुर कहले ठीक कर तो घरे टिके जगह तो अच्छी ना ठाकुर अच्छी से जगार तोर गोटे माणसारू कि लगे से माने से जो पाउंस को देके माटी फेंटिकी माणसारू कि लगे तापर सी कहला एत ठाकुर एत कौटू पाइबी ठीक अच्छे मुझे जानी जे तू एत माणसारू विहन पाइबुनि से चारा मत तो 100टा देदेले सी आनी घरे लगेला पर किसी दिन पर 2.5 हाथ 3 हाथ पर्यटन माणसारू होती जोटा सब बड़ ठाकुर पाखे नहीं पहुँचला जे ठाकुर यहाँ सब बड़ आप आनिक देली आ ये माणसारू आपणकर ये आप ठाकुर कहले पाउंस मोर माणसारू मोर तोर घर द्वार सब मोर सेठू सी भाई सांताल भाई कहूँ जे मु भी आपणकर माने पूरा समर्पित लोक से माने एमती इष्टभूति करके लोकर तापर से व्यवसाय आरंभ ठाकुर कहले से तो माणसारू पैसा मत पठा किसी आवश्यक ना तू तोर से व्यवसाय कर व्यवसाय कर आस्ते आस्ते किसी लाभ कला लाभरू ठाकुर को इष्टभूति दे काम आरंभ कला आमे जी जहाँ को दौचे आम खाली मनटा आम माने
ସଂକୀର୍ଣ୍ଣ ହେଇଯାଉଛି। ଆମ ଯେତିକି ହାତ ଗୋଡ଼ ଅଛି, ଆମ ଯେତିକି ଏରିଆ ଆମ ସମସ୍ତଙ୍କର ଅଛି, ଲଙ୍କା ଗଛ, ବାଇଗଣ ଗଛ, ଯେକୌଣସି ଗୋଟେ କୁନ୍ଦୁରି ଗଛ ଲଗେଇଲେ 80 ଟଙ୍କା କିଲୋ। ସେତିକିରେ ଯାହା ଇନକମ୍ ଠାକୁର ଇଷ୍ଟବୃତ୍ତି କରିବା। ଆମର ଯଦି ଇଚ୍ଛା ଥିବ ଠାକୁରଙ୍କ ଦୀକ୍ଷା ନେଇକି ଇଷ୍ଟବୃତ୍ତି କରିବା ପାଇଁ, ତାହେଲେ ନିଶ୍ଚିତ ଆମେ କରିପାରିବା, ଏଥିରେ ସନ୍ଦେହ ନାହିଁ। ତ ଏମିତି ଠାକୁର ଅନେକ କଥା ଅଛି, ଦାଦାମାନେ ସବୁ ଅଛନ୍ତି ତ ଆଲୋଚନା କରିବେ। ବର୍ତ୍ତମାନ ଆଚାର୍ଯ୍ୟଙ୍କର ତ ବହୁତ କଥା ଏଇଠି କେଉଁଝରରେ କହିଥିଲେ। ସେ କହୁଛନ୍ତି ପାନ ପତ୍ରଟାକୁ ସତେଜ ରଖିବା ପାଇଁ ଆମକୁ ଅଦା କାନରେ ଢାଙ୍କି ରଖିବାକୁ ପଡ଼େ। ସେମିତି ଆମକୁ ଆମର ଦୀକ୍ଷାଟାକୁ ଜୀବିତ ରଖିବା ପାଇଁ ଇଷ୍ଟବୃତ୍ତି କରିବାକୁ ପଡ଼ିବ। ଏମିତି ଅନେକ କଥା କହୁଛନ୍ତି, ସେତିକି ମୋ ହାତରେ ସମୟ ନାହିଁ। ଯେତିକି ସମୟ ଦେଇଥିଲେ ଦାଦା ସମ୍ପୂର୍ଣ୍ଣ ହେଇଛି। ପରିଶେଷରେ ମା ଭାଇମାନଙ୍କୁ ସମସ୍ତଙ୍କୁ ବିଶେଷ ତରଫରୁ ମୁଁ ଧନ୍ୟବାଦ ଜ୍ଞାପନ କରି ଏତିକି ବକ୍ତବ୍ୟ ଶେଷ କରୁଛି। ଜୟ ଗୁରୁ।